ଗାଁ ତ ଆପଣମାନେ ସମସ୍ତେ ଜାଣିଛନ୍ତି, ହେଲେ କେବେ ଭାବିଛନ୍ତି କି ଆମ ଚାରିପାଖରେ ଥିବା ସାଧାରଣ ଜୀବନର ଛୋଟ ଛୋଟ ମୁହୂର୍ତ୍ତ ଗୁଡ଼ିକ କେତେ ସୁନ୍ଦର। ପ୍ରତିଦିନ ସକାଳୁ ସୂର୍ଯ୍ୟଙ୍କ ସୁନେଲି କିରଣ ଠାରୁ ଆରମ୍ଭ କରି ସଞ୍ଜର ଶେଷ ଆଲୋକ ପର୍ଯ୍ୟନ୍ତ ଏମିତି ଅନେକ କାହାଣୀ ଲୁଚି ରହିଥାଏ, ଯାହାକୁ ଆମେ ଦେଖୁ ହେଲେ ଅନୁଭବ କରିବାକୁ ଭୁଲିଯାଉ। ଆଜି ଚାଲନ୍ତୁ ଆମ ଗାଁର ସେହି ସରଳ କିନ୍ତୁ ସୁନ୍ଦର ଜୀବନକୁ ନୂଆ ଦୃଷ୍ଟିରେ ଦେଖିବା। ସକାଳର ଆରମ୍ଭରେ ଗାଁ ଦାଣ୍ଡର ରାସ୍ତାରେ ଝାଡ଼ୁ ମାରି ସଫା କରାହେଉଛି। ଘର ଖାଇବା ପାଇଁ ଭାତ ଚୁଲିରେ ଓହ୍ଲା ହେଉଛି। ପ୍ରତ୍ୟେକ ଦିନ ପରି ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କୁ ଖାଇବା ଦିଆଯାଉଛି। ଏମିତି ଆରମ୍ଭ ହେଉଛି ଗାଁର ଗୋଟେ ନୂଆ ଦିନ। ଆପଣମାନେ ଦେଖିପାରୁଥିବେ, ଜଣେ ଚାଷୀ ଭାଇଟେ ତା'ର ଦୁଇ ବଳଦ ସାହାଯ୍ୟରେ ହଳ କରୁଛି। ଆଜିର ଆଧୁନିକ ଯନ୍ତ୍ରପାତିର ଯୁଗରେ ମଧ୍ୟ ଆମ ଗାଁରେ ଏହି ପୁରାତନ ପରମ୍ପରା ଆଜି ମଧ୍ୟ ଜୀବନ୍ତ ରହିଛି। ଏହା ଆମ ମାଟି ସଂସ୍କୃତି ଓ ଚାଷୀ ଜୀବନର ଏକ ସୁନ୍ଦର ପରିଚୟ। ପିଲାମାନଙ୍କ ଦୁନିଆ ସବୁବେଳେ ଖୁସି ଓ ମଜାରେ ଭରି ରହିଥାଏ। ଏମାନେ ହେଉଛନ୍ତି ଆମ ଗାଁର ଛୋଟ ଛୋଟ କୁନି ପିଲାମାନେ। ନା ଦାମୀ ଖେଳନା, ନା କୌଣସି ଅଭିଯୋଗ, ପିଲାମାନଙ୍କର ଏମିତି କିଛି ଖେଳ ହିଁ ତାଙ୍କର ଖୁସିର ଦୁନିଆ। ଗାଁର କିଛି ଯୁବକମାନେ ଗଛ ମୂଳରେ ବସି ତାସ୍ ଖେଳୁଛନ୍ତି। ଆଜି ଆମ ଗାଁରେ ଜମିଛି ଫୁଟବଲ ରୋମାଞ୍ଚ। ଖେଳାଳିଙ୍କ ଉତ୍ସାହ ଓ ଦର୍ଶକଙ୍କ ଉଲ୍ଲାସରେ ମୁଖରିତ ସାରା ପରିବେଶ। ଆମ ଗାଁର ପିଲାମାନେ ଏବଂ ପଡ଼ୋଶୀ ଗାଁର ପିଲାମାନଙ୍କ ମଧ୍ୟରେ ଖେଳ ଚାଲିଛି। ଗାଁର ମାଟି, ଗାଁର ପିଲା ଓ ଫୁଟବଲ ପ୍ରତି ଅସୀମ ଭଲ ପାଇବା, ଏ ହେଉଛି ଆମ ଗାଁର ପରିଚୟ। ଜିତ୍ ହାର ପରେର କଥା, ଏକାଠି ହୋଇ ଖେଳକୁ ଉପଭୋଗ କରିବା ହିଁ ସବୁଠୁ ବଡ଼ ଖୁସି। ଫୁଟବଲ କେବଳ ଏକ ଖେଳ ନୁହେଁ, ଏହା ଗାଁର ଏକତା, ଉତ୍ସାହ ଓ ଭାଇଚାରାର ପ୍ରତୀକ। ଏହା ହେଉଛି ଆମ ଗାଁର ଗୋଟିଏ ସୁନ୍ଦର ଜାଗା। ଏଠାରେ କିଛି ସମୟ ବସିଲେ ପ୍ରକୃତିର ସୌନ୍ଦର୍ଯ୍ୟ ଓ ଶାନ୍ତି ପରିବେଶର ଆନନ୍ଦ ମିଳିଥାଏ। ଏହାକୁ ଲାଗି ରହିଛି ଗୋଟିଏ ସୁନ୍ଦର ଖୋଲା ପଡ଼ିଆଟିଏ। ଆମ ଗାଁର ଗାଈ ଗୋରୁ ଓ ଛେଳିମାନେ ଏଠାକୁ ଚରିବା ପାଇଁ ଆସନ୍ତି। କିଛି ସମୟ ପରେ ଆକାଶ ଅନ୍ଧାର ହେଲା, ବାଦଲ ଘେରିଲା। ପବନ ବହିବା ସାଙ୍ଗକୁ ବର୍ଷା ଆରମ୍ଭ ହେଲା। ପାଖାପାଖି 20 ମିନିଟ୍ ଧରି ବର୍ଷା ହେଲା। ବର୍ଷା ଛାଡ଼ିଲା ପରେ ଆମେ ବାହାରି ଗଲୁ। ଗୋଟେ ଗାଁରେ ସାଂସ୍କୃତିକ ନୃତ୍ୟ ହେଉଛି। ସେଠି ଯାଇ ପହଞ୍ଚିଲା ପରେ ଦେଖିଲୁ 3ଟା ନୃତ୍ୟ ହେଉଥିଲା, ସାନ୍ତାଳୀ ଆଉ 2ଟି ମୁଣ୍ଡାରୀ। ଗାଁର ଏହି ସାଂସ୍କୃତିକ ନୃତ୍ୟ ଆମ ପରମ୍ପରା, ଏକତା ଏବଂ ସଂସ୍କୃତିର ପରିଚୟ। ସାନ୍ତାଳୀ ଓ ମୁଣ୍ଡାରୀ ନୃତ୍ୟର ଢୋଲ, ମାଦଳ ଏବଂ ଧୁମସାର ତାଳେ ତାଳେ ଯୁବକ ଯୁବତୀମାନେ ଆନନ୍ଦରେ ନାଚି ଉଠନ୍ତି। ଏହି ନୃତ୍ୟ ଆମ ପୂର୍ବପୁରୁଷମାନଙ୍କ ପରମ୍ପରାକୁ ଆଜି ମଧ୍ୟ ଜୀବନ୍ତ ରଖି ଆମ ସଂସ୍କୃତିର ସୌନ୍ଦର୍ଯ୍ୟକୁ ପ୍ରକାଶ କରୁଛି। ଇଏ ହେଉଛି ଆମ ଗାଁ। ସହରର ଭିଡ଼ ଭିତରେ ଯେଉଁ ଶାନ୍ତି ମିଳେନି, ସେ ଶାନ୍ତି ଲୁଚି ରହିଛି ଏହି ଗାଁ ମାଟି ସୁଗନ୍ଧରେ।
ଏହି ତିନିଟା ଭିତରୁ ଆପଣଙ୍କୁ କେଉଁ ଡ୍ୟାନ୍ସଟି ଭଲ ଲାଗିଛି କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଉ ଲଳିତ ଭିଜୁଆଲ୍ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।